ନା ନିଶ୍ଚିତ ଭାବରେ ନୂଆ ମନ୍ତ୍ର ଦେଇକରି ଯାଇଛନ୍ତି ଆଉ କେମିତି 2024ରେ ଓଡ଼ିଶାରେ ସରକାର ହେବ ତା ବିଷୟ ନେଇକି ଚିନ୍ତା ହେଇଯାଇଛି। ଆମର ତ କୌଣସି ତାଙ୍କ ସାଙ୍ଗେ ସମ୍ପର୍କ ନାହିଁ, କ'ଣ ଧାରଣା ଚେଞ୍ଜ କରିବୁ? ସେଟା କେବଳ ଖବରକାଗଜରେ ବିଜେଡି ସମର୍ଥିତ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଏବଂ ଖବରକାଗଜରେ ଅଛି। କମନ ଲୋକଙ୍କ ମନରେ ନାହିଁ ଯେ ସେ ବିଷୟରେ ଆମେ ଚିନ୍ତା କରିବୁ। ବୁଥରେ 50% ଭୋଟ ପାଇଁ ଆମେ ଚେଷ୍ଟାରେ ଅଛୁ। 50% କାରଣ 1-to-1 ଫାଇଟ୍ ହେଇଗଲା। କଂଗ୍ରେସ ପ୍ରତିଦ୍ୱନ୍ଦିତାରୁ ଗୋଟିଏ ପ୍ରକାରରେ ଓହରିଗଲାଣି, ତ 50% ଭୋଟ ଦରକାର ନାହିଁ। କଂଗ୍ରେସ ଅଛି କି ଆଜ୍ଞା? ଆପଣଙ୍କୁ ଲାଗୁଛି କଂଗ୍ରେସ ଅଛି? କଂଗ୍ରେସ ଯେଉଁ ଜାଗାରେ ବିଜେପିକୁ ହରାଇବା ପାଇଁ କେବଳ ତାର ଭୂମିକା କରିବ, ନହେଲେ କଂଗ୍ରେସ କିଛି ନାହିଁ। ଆମେ 1 କୋଟି ପରିବାର ପାଖରେ ପହଞ୍ଚିବୁ, ସେଟା ତ ପୁରୁଣା କଥା ହେଇଗଲାଣି। 1 କୋଟି ପରିବାର, ଆମେ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାକୁ କିଛି କିଛି ଘର ଦେବୁ, ଦାୟିତ୍ୱ ଦେବୁ ଏବଂ ସବୁ ଜାନୁଆରୀ 5 ତାରିଖ ପରଠୁ ଆପଣ ସଂଘର୍ଷ ଦେଖିବେ।